ମୁଁ ଅମୀୟ ରଞ୍ଜନ ରାମ, ସଭାପତି ଆଗରପଡ଼ା ଯୁବ ମହୋତ୍ସବ କମିଟି ଆଗରପଡ଼ା। ଚଳିତ ବର୍ଷ ଚତୁର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଆଜି ତାର ଉଦ୍ଘାଟନ ଦିବସ। ଏ ଉଦ୍ଘାଟନ ଦିବସରେ ଆଗରପଡ଼ା ଅଞ୍ଚଳର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଆଗରପଡ଼ା ଅଞ୍ଚଳର ସମସ୍ତ ଯୁବକ ବନ୍ଧୁମାନେ ଏକତ୍ରିତ ହୋଇ ଆଗରପଡ଼ାର ଭାଇଚାରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆଜି ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ କରିଥିଲୁ, ଯାହାକି ଥାନା ପ୍ରାଙ୍ଗଣରୁ ଆରମ୍ଭ ହୋଇ ହେମପଦ୍ମା ଗ୍ୟାଲେକ୍ସି ନିକଟରେ ପହଞ୍ଚିଛି। ଆଉ କିଛି ସମୟ ମଧ୍ୟରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ଡିସେମ୍ବର 25 ଆଜିଠାରୁ ଆରମ୍ଭ ହୋଇ ଜାନୁଆରୀ 1 ପର୍ଯ୍ୟନ୍ତ ଚାଲିବ। ଭାବେ ଯୋଗ ଦେଉଛନ୍ତି ଆମ ଭଦ୍ରକ ଜିଲ୍ଲା ADM ସାର୍ ଏବଂ ଜିଲ୍ଲା ଟୁରିଜିମର ଅଧିକାରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ, ତ ସହିତ ଆମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସମାଜସେବୀ ଚିତ୍ତରଞ୍ଜନ ସାମନ୍ତରାୟ ଏବଂ ରବୀନ୍ଦ୍ର ଆଇଚ, ଏମାନେ ସବୁ ଯୋଗ ଦେବାର ଅଛନ୍ତି। ସହଯୋଗରେ ଆଜି ଚତୁର୍ଥ ବର୍ଷ ପାଳନ ହେଉଛି ଯୁବ ମହୋତ୍ସବ। ଏ ଆଗରପଡ଼ା ଅଞ୍ଚଳରେ ଖୁସି ଏବଂ ଉଲ୍ଲାସ ଭରି ରହିଛି। ବାବୁରାମ ବେହେରା, ଯୁଗ୍ମ ସମ୍ପାଦକ ଆଗରପଡ଼ା ଯୁବ ମହୋତ୍ସବ କମିଟି। ଚଳିତ ବର୍ଷ ଆଗରପଡ଼ାର ଏ ଯୁବ ମହୋତ୍ସବ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି ଏବଂ ବିଶେଷ କରି ଯେଉଁ ଆଗରପଡ଼ାର ମଶାଲ ଶୋଭାଯାତ୍ରା ଅଛି ଏକ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଉଛି ଏବଂ ଏ ପାଖାପାଖି ଯେଉଁ ଆମର ସ୍କୁଲ ରହିଛି, କଲେଜ ରହିଛି ଆଉ ଶିଶୁ ମନ୍ଦିର ରହିଛି, ପିଲାମାନେ ଆସନ୍ତି ମଶାଲ ଶୋଭାଯାତ୍ରାରେ ଯୋଗ ଦିଅନ୍ତି ଏବଂ ଆଗରପଡ଼ାର ଯେଉଁ ସମସ୍ତ ଯୁବକ ଛାତ୍ର ରହିଛନ୍ତି ସମସ୍ତଙ୍କର ସହଯୋଗ ରହିଥାଏ। ଏହାକୁ ନିଆରା ରୂପରେ ପାଳନ କରାଯାଏ। ଦିନ ଧରି ଆଗରପଡ଼ାର ଯୁବ ମହୋତ୍ସବ ଅନୁଷ୍ଠିତ ହେବ ଏବଂ এই ଯେଉଁ ଯୁବ ମହୋତ୍ସବ ମାଧ୍ୟମରେ ଆଗରପଡ଼ାର ଯେଉଁ ରହିଛି ପ୍ରତିଭାମାନେ ଯେଉଁ ଲୁଚି ରହିଛନ୍ତି ତାହା ଆଗକୁ ଆସେ ଏବଂ ଚଳିତ ବର୍ଷ ଯେଉଁ ଆଗରପଡ଼ା ଯୁବ ମହୋତ୍ସବ ରହିଛି ବିଶେଷ କରି ରହିଛି ଆଗରପଡ଼ାର ସୁନା ଝିଅ ଏବଂ ଆଗରପଡ଼ାର ସୁନା ବୋହୂ ଏବଂ ବିଭିନ୍ନ ନୃତ୍ୟ ଗୀତ ମାଧ୍ୟମରେ ଯେଉଁମାନେ ଅଛନ୍ତି ତାଙ୍କୁ ଆମେ ପୁରସ୍କୃତ ମଧ୍ୟ କରିବୁ। ପ୍ରଦ୍ୟୁମ୍ନ କୁମାର ପୁହାଣ, ଆଗରପଡ଼ା ଯୁବ ମହୋତ୍ସବ କମିଟିର ସମ୍ପାଦକ। ନିଶ୍ଚିତ ଭାବରେ ଏହା ଆଗରପଡ଼ାର ଏକ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗରପଡ଼ାରେ ବହୁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଉଛି। ତନ୍ମଧ୍ୟରୁ ଆଗରପଡ଼ା ଯୁବ ମହୋତ୍ସବ ଏକ ଅନନ୍ୟ ନିଆରା ଢଙ୍ଗରେ ଆମେ ପାଳନ କରୁଅଛୁ। ଆଗରପଡ଼ାର ସହସ୍ରାଧିକ ଯୁବଗୋଷ୍ଠୀଙ୍କୁ ନେଇ ଏ ମହୋତ୍ସବ ଆମେ ଦୀର୍ଘ 4 ବର୍ଷ ଧରି ଆୟୋଜନ କରିଆସୁଛୁ। ପ୍ରତିବର୍ଷ ମଧ୍ୟ ଆମେ ଆଗରପଡ଼ାର ଜନସାଧାରଣ ଏବଂ କମିଟିର କର୍ମକର୍ତ୍ତା, ବିଶେଷ କରି ଆଗରପଡ଼ା କଲେଜ, ସ୍ଥାନୀୟ ହାଇସ୍କୁଲ, ଗାର୍ଲସ ହାଇସ୍କୁଲ ଏବଂ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଆମର ଯେଉଁ ଥାନା ପାଖରୁ ମଶାଲ ଶୋଭାଯାତ୍ରା ବାହାରେ ସବୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସ୍କାଉଟ୍ ଗାଇଡ଼ JRC ସବୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆମର ବଜାର ପରିକ୍ରମା କରି ମଶାଲ ଶୋଭାଯାତ୍ରାରେ ଆସି ହେମପଦ୍ମ ଗ୍ୟାଲେକ୍ସି ଠାରେ ପହଞ୍ଚି ତାପରେ ଆମର ପ୍ରତ୍ୟେକ ବର୍ଷ ମଧ୍ୟ ଏହି 25 ତାରିଖ ଉଦ୍ଘାଟନ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଏଥର ମଧ୍ୟ ଆମର ଭଦ୍ରକର ADM ସାର୍, ଆମର ସ୍ପୋର୍ଟସ୍ ଅଫିସର ଆଉ ଆହୁରି ମଧ୍ୟ ବନ୍ଦ ବ୍ଲକର BDO ଏବଂ ଆହୁରି ଅନ୍ୟାନ୍ୟ ଅତିଥି ମଧ୍ୟ ଆଜି ନିମନ୍ତ୍ରିତ ହୋଇଛନ୍ତି। ଆଜି ଉଦ୍ଘାଟନ ପରେ ପ୍ରତିଦିନ ଆମର ବିଭିନ୍ନ ଦଳର ନେତୃତ୍ୱଙ୍କୁ ନେଇ ଏଠାରେ ମଧ୍ୟ ପ୍ରତି ସନ୍ଧ୍ୟା 6 ଘଟିଆ ସମୟରେ ସଭା ଆୟୋଜନ କରାଯାଉଛି। BJD, କଂଗ୍ରେସ, BJP, କମ୍ୟୁନିଷ୍ଟ ସବୁ ଦଳର ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଲୋଡ଼ି, ଯାଦୁ, ତାପରେ ପିଲାମାନଙ୍କର ମଧ୍ୟ ପ୍ରତିଯୋଗିତା, କଲେଜ ସ୍କୁଲ ପିଲାମାନଙ୍କର ପ୍ରତିଯୋଗିତା ମଧ୍ୟ ଆମର ଏଠାରେ ଅନୁଷ୍ଠିତ ହୁଏ। ବିଶେଷ କରି 2 ବର୍ଷ ଧରି ମହା ଆକର୍ଷଣ ସାଜିଛି କିଏ ହେବ ଆଗରପଡ଼ାର ସୁନା ବୋହୂ ଏବଂ କିଏ ହେବ ଆଗରପଡ଼ାର ସୁନା ଝିଅ, ଦର୍ଶକଙ୍କ ମନ ମୋହି ପାରୁଛି। ଏଥର ମଧ୍ୟ ସେହି ପ୍ରୋଗ୍ରାମ, ସେହି ସୁନା ବୋହୂ ଏବଂ ସୁନା ଝିଅ ପ୍ରୋଗ୍ରାମ ନିଶ୍ଚିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ମୋର ଆଶା। ଆମର ଦୀର୍ଘ 8 ଦିନ ଧରି ଚାଲିବ, 25 ତାରିଖରୁ ଜାନୁଆରୀ 1, 2026 ପର୍ଯ୍ୟନ୍ତ। ଏ ଯୁବ ମହୋତ୍ସବ ପାଳନ କରିବାର ଅର୍ଥ ହେଉଛି ଆମେ ଆଗରପଡ଼ାର ଭାଇଚାରାକୁ ଉଜ୍ଜୀବିତ କରିବା ପାଇଁ ଏବଂ ସମସ୍ତେ ସମସ୍ତଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ଆଗରପଡ଼ାକୁ ଆମେ ସାରା ଓଡ଼ିଶାରେ ପରିଚିତ କରିପାରିଲେ ଏହା ଆମ ପାଇଁ ସୌଭାଗ୍ୟର ଦିନ ହେବ ବୋଲି ମୁଁ ଆଶା କରୁଛି।